भगवान रामचंद्रंकर पत्नी सीतया अछंती लंका भुवन रे सीता को जो हरण कर बोली आज्ञा जगत कहे आज्ञा सीता को प्रकृत में रावण हरण कर सीता शरीर रे बंध्या दोष थिला तेणु करी रावण सीता को डाकी नेला डाकिक धरिक जाइए रावण ओला सीतांकर रावण संपर्क कौन मु जान सीतांकर रावण संपर्क तू जान कौन कहलु घटा माइप अरे मंदोदरी गर्भरु रे सीतांग जन्म जानी नाऊ मूढ़मती रे कहूछु एमंत वचन मंदोदरी गर्भरु पूरा सीतांग जन्म रे मु तो देखिली बुलेट रे बसे जाऊला मु कहली ताई घटा माइप हेती नाही नाही मूर्ख समिति केबे मध्य कहबुनी मंदोदरी गर्भरु सीतांग संभव रावण हेले सीतांगर बापा सीता हला रावणर झियो झियो को केबे बापा हरण करि नबो कि ना तेणु करी रावण सीतांग रबार उद्देश्य सीतांग शरीर जो बंध्या दोष थिला बंध्या दोष मुक्त करबा पई रावण नै रखिला अशोक वन रे एवं समय रे भगवान रामचंद्र सीतांग खोजी खोजी कांदी कांदी वनस्तर बुलुचंदी ओला ओ भगवान राम कांदुचंदी वनस्तर मध्य रे कि नि कांदुचले तू जाननु कांदियार मु जान बने घने लिखिले वैदेही विलास कवि सम्राट उपेंद्र भंज बने घने रघुमणि विपथ पथन बने घने रघुमणि विपथ पथन बन पूर्ण अनुक्षणे बेनी क्षण बेनी क्षण छन्नम नौचित वचन उचेरचित विछन्नम नौचित वचन उचेरचित विच्छेद हेलुई सते वैदेही सीते वैदेही सीते उपस्थित मोर विज्ञ बंधु भगवान राम कंदी कंदी वनस्थ मध्य पहाड़ पर्वत लटा कंटा बुदान मानी भगवान राम पुरुषोत्तम कंदी कंदी सीता को खोजुवा समय रे अच्छा एवं तो समय रे होइछि गण रे होइछि भगवान शिव पार्वती गमन करुथिले स्वर्ग मध्य रे अंतर्ध्यान रे सुनिले गोटे पुरुषर कंदन वनस्थ मध्य रे सेते बेले पार्वती शिव को पुछा कले हे महेश्वर ए अगनागनी वनस्थ मध्य गोटे पुरुष क्रंदन करुछि किए जनक मत टिके खोलिकी कहतु से भगवान शिव कहले से होचंदे पुरुषोत्तम राम ना राम दे राम राम श्रीराम राम नाम जो नाम धइले नदंडे कालजम श्रीहरि नाम को एकाद बुद्धि गुमन अशेष दुरीत मान हुईब दहन जोगी जन मानंगर परम कारण सन्थ जन मानंगर दुरीत निवारण
ସେଇ ରାମ ରାମ ଯେ ପୁରୁଷୋତ୍ତମ ଭଗବାନ ପରମ ବ୍ରହ୍ମ ରାମ ରୂପରେ ମର୍ତ୍ତ୍ୟ ପୁଣି ହୋଇଛନ୍ତି ଜନ୍ମ। ତାଙ୍କର ପତ୍ନୀ ସୀତାଙ୍କୁ ରାବଣ କରିଛି ହରଣ। ଭଗବାନ ରାମଙ୍କର ପତ୍ନୀ ସୀତାଙ୍କୁ ରାବଣ ଧରି ଚାଲି ଯାଇଛି ବୋଲି ଭଗବାନ ଶିବ ଯେତେବେଳେ ସୀତାଙ୍କୁ କହିଛନ୍ତି ପାର୍ବତୀଙ୍କୁ, ସେତେବେଳେ ପାର୍ବତୀ ବିଚାର କଲେ ଯଦି ଭଗବାନ ସିଏ ତାଙ୍କର ସ୍ତ୍ରୀକୁ କିଏ ନେଇଯାଇଛି ଭଗବାନ ଜାଣିନାହାନ୍ତି, ବନସ୍ତରେ କାନ୍ଦିକିରି ବୁଲୁଛନ୍ତି। ଯଦି ପ୍ରକୃତରେ ସେ ଭଗବାନ, ସେ ତ ଅନ୍ତର୍ଯାମୀ ଜାଣିପାରିଥାନ୍ତେ ତାଙ୍କର ସ୍ତ୍ରୀକୁ କିଏ ନେଇଛି, ସେ କେମିତି ଜାଣିପାରୁନାହାନ୍ତି। ତାଙ୍କୁ ପରୀକ୍ଷା କରିବା ପାଇଁ ମାତା ପାର୍ବତୀ କଣ କଲେ ସେତେବେଳେ ରେ? କଣ କଲେ? ଆରେ ଅପୂର୍ବ ସୁନ୍ଦରୀ ରୂପକୁ ଧରିଲେ, ମାତା ସୀତାଙ୍କ ରୂପକୁ ପାର୍ବତୀ ଧରିଥିଲେ। ସୀତା ରୂପ ଧରିଲେ ପାର୍ବତୀ ରାଣ, ପୁଷ୍ପ ଉଦ୍ୟାନରେ କରୁଥିଲେ ଭ୍ରମଣ। ଆରେ ପାର୍ବତୀ ସୀତା ରୂପେ ଫୁଲ ତୋଳୁଛନ୍ତି ରେ, ପୁଷ୍ପ ତୋଳୁଛନ୍ତି। ଏ ଦୃଶ୍ୟ ଲକ୍ଷଣ ଦେଖିଲେ ଝଟକି, ସେତେବେଳେ ରାମଙ୍କୁ ବୋଇଲେ ବଚନ, ଶୁଣ ହେ ପ୍ରଭୁ ତୁମେ ପୁରୁଷୋତ୍ତମ। ଦେଖ ଦେଖ ଆମ ଭାଉଜ ଯେ ପୁଷ୍ପ ତୋଳନ୍ତି, କାହିଁ ପାଇଁ ପ୍ରଭୁ କ୍ରନ୍ଦନ କରୁଛନ୍ତି? ପ୍ରଭୁ ଏ କାହିଁ ପାଇଁ କ୍ରନ୍ଦନ ଯେ କରୁଣ ଅଛନ୍ତି? ସେତେବେଳେ ପାର୍ବତୀ ସୀତା ରୂପରେ ଅଛନ୍ତି, ଲକ୍ଷ୍ମଣ ସିନା ଜାଣିପାରିଲେନି ମାୟାରେ। ରାମଚନ୍ଦ୍ରକୁ କହିବା ପରେ ରାମଚନ୍ଦ୍ର ଯେତେବେଳେ ଦେଖିଦେଲେ ସୀତା ରୂପ ଧରି ମାତା ପାର୍ବତୀ ଅଛନ୍ତି, ସେତେବେଳେ ଭଗବାନ ରାମ ଚାଲିଗଲେ, ପାର୍ବତୀଙ୍କ ପାଦ ତଳେ ପଡ଼ିଗଲେ, ପାର୍ବତୀଙ୍କ ମାତା ବୋଲି ପ୍ରଣାମ କଲେ। ସେତେବେଳେ ପାର୍ବତୀ ଲଜ୍ଜିତ ହୋଇ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ। ଦିବ୍ୟ ଚକ୍ଷୁରେ ପୁଣି ମହାଦେବ ଦେଖୁଥିଲେ, କେଡ଼େ ବଡ଼ କର୍ମ ତୁମେ କଲ ଗୋ ବୋଇଲେ। ଯେଉଁ ରାମ ନାମ ମୁହିଁଗୋ ନିତ୍ୟ ଧରୁ ଅଛି, ସେଇ ରାମ ବିନୁ ମୋର ଆନ ନାହିଁ କିଛି। ଯେଉଁ ରାମ ନାମ ମୁଁ ହୃଦୟ ଜପୁଛି, ସେଇ ରାମ ମୋର ପିତା ଜଗତେ ଅଟନ୍ତି। ମୋର ମାତା ସୀତା ଦେବୀ ଜଗତେ ଜାଣନ୍ତି। ମାତା ରୂପ ତୁମେ ଗୋ ଧରିଲ ପାର୍ବତୀ, ତେଣୁକରି ତୁମେ ଯୋଉ ମାତା ରୂପ ଧରିଲ, ତୁମ ସହିତ ମୋର ଆଉ ମିଳନ ହେବ ନାହିଁ ବୋଲି ପାର୍ବତୀଙ୍କୁ ଶିବଙ୍କର ଅଭିଶାପ ଥିଲା। ଯଦ୍ୱାରା ତେଣୁକରି ଶିବ ଗୋଟିଏ ସ୍ଥାନରେ ଆଉ ପାର୍ବତୀଙ୍କ ସହିତ ରହିଲେନି। ଇଏ ହଉଛି ଶିବ ପୁରାଣ ମତ। ଶିବ ବା ଶିବ ପୁରାଣରେ ଲେଖା ଅଛି, ଶିବ ନିଜେ ପାର୍ବତୀଙ୍କୁ ଅଭିଶାପ ଦେଇଛନ୍ତି, ତେଣୁକରି ତାଙ୍କର ଏକତ୍ର ଆଉ ମିଳନ ନାହିଁ। ଶିବ ପାର୍ବତୀ ଆଉ ଗୋଟେ ଜାଗାରେ ରହୁନାହାନ୍ତି, ମନ୍ଦିର ବାହାରେ ରହୁଛନ୍ତି। ମନ୍ଦିର ବାହାରେ ରହୁଛନ୍ତି। ଆଉ କୋଉ ଦିନ ମିଶୁଛନ୍ତି? ଉଲ୍ଲାରେ ପ୍ରାୟତଃ କିଛି ଗାୟକ ମତ ବ୍ୟକ୍ତ କରନ୍ତି, ଶୀତଳ ଷଷ୍ଠୀ ଦିନ ଦୁଇ ଜଣଙ୍କର ମିଳନ ହୁଏ, ବାହାଘର ହଉଛି। ଶୀତଳ ଷଷ୍ଠୀ ଦିନ ଦୁହିଁଙ୍କର ମିଳନ ହୁଏ ବୋଲି ପ୍ରାୟତଃ କିଛି ମତ ଦିଅନ୍ତି। ଆଉ କିଛି ଗାୟକ ମତ ଦିଅନ୍ତି କଣ, ଯୋଉ ଏବେ ଯୋଉ ଗଲା ମେରୁ ସଂକ୍ରାନ୍ତି, ଚୈତ୍ର ମାସ। କଣ ଚୈତ୍ର ମାସ ମେରୁ ସଂକ୍ରାନ୍ତିରେ ଯୋଉ 13 ଦିନ ଶିବ ପାର୍ବତୀ ଏକତ୍ର ମିଶି ଜଗତକୁ ଭ୍ରମଣ କରନ୍ତି। ଦି ପ୍ରକାର ମତ ରହିଛି ପୁରାଣରେ। ହେଲା।